এটা নবীন বাবুଙ୍କର ସ୍ୱପ୍ନ ନଥିଲା। ମୁଁ ଭାବୁଛି ପ୍ରତି ଲୋକର ମଧ୍ୟ ସ୍ୱପ୍ନ ଥିଲା ମୋ ଅଞ୍ଚଳରେ ମେଟ୍ରୋ ଗଡୁ। ବର୍ତ୍ତମାନ ମେଟ୍ରୋଟି ସ୍ୱପ୍ନ ରାଜ୍ୟରେ ବୁଲୁଛି। ନିଷ୍ପତ୍ତି ଯାହା ହଉଛି ଗଣେ ଗୋଟିଏ କଥା କହୁନାହାନ୍ତି, ଆମେ ଟିକେ ମେଟ୍ରୋଟିକୁ ଭୁଲିଯିବା କିଛି ଦିନ ପାଇଁ। କାହିଁକି ନା 2029ରେ ଏ ସରକାରର ଯେତେବେଳେ ସମୟ ସୀମା ପୂରିବ, ଏ ମେଟ୍ରୋ ଯଦି ଡିପିଆର ଯିବ ପୁଣି ଆଉ ବର୍ଷେ ଲାଗିବ। ମୁଁ ଭାବୁଛି 5 ବର୍ଷ ଲାଗିଯିବ। ଭାବୁଛି ଯୋଉ 2036ରେ ସବୁ ସ୍ୱପ୍ନ ସରକାର ଦେଖାଉଛନ୍ତି, ଏ 36 ମସିହା ବେଳକୁ ବୋଧହୁଏ ଆମେ ମେଟ୍ରୋ ଦେଖିବା ଯଦି ସରକାରଙ୍କର ଏଇ ଆଭିମୁଖ୍ୟ ରହିବ। ଦେଖନ୍ତୁ ନବୀନ ବାବୁ ଯେତେବେଳେ ମେଟ୍ରୋର ସ୍ୱପ୍ନ ଦେଖାଇଥିଲେ, ଓଡିଶାରେ କି ଭୁବନେଶ୍ୱର ଆବଶ୍ୟକତା ଥାଉ ନଥାଉ ଆମକୁ ସବୁବେଳେ ଖୁସି ଲାଗୁଥିଲା ଯେ ଯାଉ ଦିଲ୍ଲୀରେ, ବମ୍ବେରେ, କାଲକାଟାରେ ମେଟ୍ରୋ ଦେଖୁଥିଲୁ। ବର୍ତ୍ତମାନ ଆମେ ଆମ ନିଜ ଆଖିରେ ଦେଖିବୁ, ନିଜ ଏରିଆକୁ ମଧ୍ୟ ମେଟ୍ରୋ ଯାଇପାରିବୁ। ମୁଁ କହୁଛି ସ୍ୱାଭାବିକ ଭାବରେ ସମସ୍ତେ ଖୁସି ଥିଲେ ଏବଂ ଆଶା କରାଯାଉଥିଲା ନବୀନ ପଟ୍ଟନାୟକ ତ ସରକାର ପଳେଇଲା, ମୋହନ ସରକାର ଓଡିଶାବାସୀଙ୍କର ସ୍ୱପ୍ନ ଥିଲା। ଏଇଟା ନବୀନ ବାବୁଙ୍କର ସ୍ୱପ୍ନ ନଥିଲା। ମୁଁ ଭାବୁଛି ପ୍ରତି ଲୋକର ମଧ୍ୟ ସ୍ୱପ୍ନ ଥିଲା ମୋ ଅଞ୍ଚଳରେ ମେଟ୍ରୋ ଗଡୁ। ତେଣୁ ଏ ସ୍ୱପ୍ନକୁ ମୋହନ ମାଝୀ ପୂରଣ କରିବେ ବୋଲି ଆଶା କରାଯାଉଥିଲା ଏବଂ ସେମାନେ ମଧ୍ୟ ଷ୍ଟ୍ରାଟେଜିକାଲି ଉଦ୍ୟମ କରିଥିଲେ ଯେ ଇଏ କରିବା ପାଇଁ। ପ୍ରଥମେ କହିଲେ ମାଟି ଉପରେ ଯିବ, ତାପରେ କହିଲେ ମାଟି ତଳେ ଯିବ। ଆମେ ବି ଭାବିଲୁ ଯାହା ହଉ ମାଟି ଉପରେ ଗଲେ ନିଶ୍ଚିତ ଭାବରେ ରାସ୍ତାରେ ପୁଣି ରାସ୍ତା କାଳେ ଜାମ ହବ, ମାଟି ତଳେ ଗଲେ ଭଲ ହବ। କିନ୍ତୁ ମାଟି ତଳେ ଗଲେ ଅଧିକା ପଇସା ଖର୍ଚ୍ଚ ହବ। କିନ୍ତୁ ଏବେ ସ୍ୱପ୍ନ ଦେଖେଇଛନ୍ତି ମେଟ୍ରୋ ଯିବ ଆକାଶରେ। ଆପଣ ପଚାରିବେ ଆକାଶରେ କଣ? ଆଜ୍ଞା ସ୍ୱପ୍ନଟା କେମିତି ଦେଖନ୍ତି? ଆକାଶରେ ଘୁରି ବୁଲୁଥିବୁ, ନୀଳ ଚାରିଆଡେ ମାନେ ନୀଳ ଆକାଶ, ତାରି ଭିତରେ ବୁଲୁଥିଲୁ ସ୍ୱପ୍ନ ରାଜ୍ୟରେ, ଯୋଉଟା ବର୍ତ୍ତମାନ ମେଟ୍ରୋଟି ସ୍ୱପ୍ନ ରାଜ୍ୟରେ ବୁଲୁଛି। ଆଜ୍ଞା ମୁଁ ବର୍ତ୍ତମାନ ସୁଦ୍ଧା ବୁଝିପାରୁନି ଏ ନେଇକି ମେଟ୍ରୋ ନେଇକି କିଏ କହିବେ? ଅବକାରୀ ମନ୍ତ୍ରୀ, ପୂର୍ତ୍ତ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଲେ ମାଟି ତଳେ ଯିବ। ନଗର ଉନ୍ନୟନ ମନ୍ତ୍ରୀ କହିଲେ ଆମେ ଡିପିଆର ବର୍ତ୍ତମାନ କ୍ୟାନସେଲ କରାଯାଇଛି, ଡିପିଆର ପୁଣି ନୂଆ ଯିବ। ମାନେ ମୁଁ ବର୍ତ୍ତମାନ ସୁଦ୍ଧା କନଫ୍ୟୁଜନ ହଉଛି ଯେ ପ୍ରକୃତରେ ମେଟ୍ରୋ ଦାୟିତ୍ୱଟି କାହାର? ମାନେ ତାକୁ ନଗର ଉନ୍ନୟନ ବିଭାଗ, ପୂର୍ତ୍ତ ବିଭାଗ ଯଦି ଏକାଠି ହେଇକି ନିଷ୍ପତ୍ତି ନେଉଥାନ୍ତି ଭଲ, କାରଣ ବିଭିନ୍ନ ପ୍ରକାର ଡିପାର୍ଟମେଣ୍ଟ ରହିଛି। ନିଷ୍ପତ୍ତି ଯାହା ହଉଛି ଗଣେ ଗୋଟିଏ କଥା କହୁନାହାନ୍ତି। ଆଜି ଜଣେ କହିବେ ମାଟି ତଳେ, କାଲି କହିବେ ମାଟି ଉପରେ, ତାପରେ କହିବେ ବର୍ତ୍ତମାନ କେନ୍ଦ୍ରରେ, ତାପରେ କହିବେ ଆମେ କରୁଥିଲୁ। ପ୍ରକୃତରେ ହଉଛି କଣ? ତେଣୁ ଗାଈ ମୋଟ ଗୋଟିଏ କଥା, आपण मानकु अनुरोध, दर्शक मानकु अनुरोध, देश विदेश रो कोण अनुकोण टेक्निक खबर देखंतु आम सह यूट्यूब, फेसबुक और इंस्टाग्राम रे आमको देखंतु। लाइक, शेयर और सब्सक्राइब करने को आद्यम भूलंतु।